ଓଡ଼ିଶାର ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ଏକ ପ୍ରାଚୀନ ଶୈବପୀଠ, ଯାହାକୁ ଲୋକମାନେ ଭକ୍ତି ଓ ଆସ୍ଥାର ସହିତ ଜାଣନ୍ତି ବାବା ଲଡ଼ୁକେଶର ଭାବରେ। କୁହାଯାଏ ବହୁ ବର୍ଷ ପୂର୍ବରୁ ଏହି ସ୍ଥାନ ଘନ ଜଙ୍ଗଲରେ ଭରି ରହିଥିଲା। ଗୋଟେ ଦିନ ଜଣେ ଗୋପାଳ ଲକ୍ଷ୍ୟ କଲେ ଯେ ତାଙ୍କର ଗାଈ ପ୍ରତିଦିନ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଇ ନିଜେ ନିଜେ କ୍ଷୀର ଅର୍ପଣ କରୁଛି। ଆଶ୍ଚର୍ଯ୍ୟ ହୋଇ ସେ ସ୍ଥାନଟି ଖୋଳା ଯାଇଥିଲା ଏବଂ ସେଠାରୁ ପ୍ରକାଶ ପାଇଥିଲା ଗୋଟିଏ ଶିବଲିଙ୍ଗ। ସେହିଦିନ ଠାରୁ ଆରମ୍ଭ ହୋଇଥିଲା ବାବା ଲଡ଼ୁକେଶରଙ୍କ ଆରାଧନା। ସମୟ ବିତିବା ସହିତ ଏହି ସ୍ଥାନ ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥାର କେନ୍ଦ୍ର ପାଲଟିଗଲା। ମହାଶିବରାତ୍ରି ଏବଂ ଶ୍ରାବଣ ମାସରେ ଏଠାରେ ଭକ୍ତମାନଙ୍କର ବହୁତ ଭିଡ଼ ଦେଖିବାକୁ ମିଳେ। ଭକ୍ତମାନଙ୍କ ବିଶ୍ୱାସ ଏବଂ ସତ୍ୟ ମନରେ ବାବାଙ୍କୁ ଡାକିଲେ ସେ ସବୁ ମନସ୍କାମନା ପୂରଣ କରନ୍ତି। ମନ୍ଦିର ଶାନ୍ତ ପରିବେଶ, ଘଣ୍ଟଧ୍ୱନି ଏବଂ ଭକ୍ତିର ଅନୁଭୂତି ପ୍ରତ୍ୟେକ ଦର୍ଶନାର୍ଥୀଙ୍କୁ ଆଧ୍ୟାତ୍ମିକ ଶକ୍ତିରେ ଭରି ଦେଇଥାଏ। ଯଦି ଆପଣ କେବେ ନୟାଗଡ଼ ଯାଆନ୍ତି, ତେବେ ଏହି ପବିତ୍ର ଶୈବପୀଠ ଦର୍ଶନ କରି ନିଶ୍ଚିନ୍ତ ଆସନ୍ତୁ। ହର ହର ମହାଦେବ। ଏହି ମନ୍ଦିର ଭୁବନେଶ୍ୱର ଠାରୁ 95 କିଲୋମିଟର ଏବଂ ସମ୍ବଲପୁର ଠାରୁ 250 କିଲୋମିଟର। ଯଦି ଆପଣମାନେ ଆଗରୁ ଏହି ମନ୍ଦିରକୁ ଯାଇଛନ୍ତି ତାହେଲେ ଗୋଟେ କମେଣ୍ଟ କରନ୍ତୁ।